ଶମିକଙ୍କ କୁଟୀରର ଘଟଣା ପାଖଆଖ ସବୁ ଋଷି ଆଶ୍ରମରେ ଚହଟି ଯାଇଥିଲା। ଋଷି ଓ ଋଷିକୁମାର ସମସ୍ତେ ଆସି ଶମିକଙ୍କ ଆଶ୍ରମ ପ୍ରାଙ୍ଗଣରେ ରୁଣ୍ଡ ହୋଇସାରିଥିଲେ। ନେତ୍ର ମେଲି ଶମିକ ମହର୍ଷି ଦୁଃଖରେ ସେମାନଙ୍କୁ କହିଲେ, ଶୁଣିଲ ତ ଶୃଙ୍ଗୀର କୀର୍ତ୍ତି। ଲୋକପାଳକ ରାଜାଙ୍କ ପ୍ରତି ଏପରି ଅପରାଧ କରିବା ଋଷି ଜନଚିତ ନୁହେଁ। ଯାହା ହେବାର ତ ହେଲାଣି। ରାଜାଙ୍କର ଯେପରି କୌଣସି ଅନିଷ୍ଟ ନ ଘଟେ ଏବଂ ସର୍ବମଙ୍ଗଳରେ ସେ ଯେପରି ପ୍ରଜା ପାଳନ କରନ୍ତି, ସେଥିଲାଗି ତୁମେମାନେ ସମସ୍ତେ ବର୍ତ୍ତମାନ ପରମେଶ୍ୱରଙ୍କୁ ପ୍ରାର୍ଥନା କର। ଶମିକଙ୍କ ଉକ୍ତି ଶୁଣି ସମାବେଶରେ ଜଣେ ଶାନ୍ତ ମୂର୍ତ୍ତି ବୃଦ୍ଧ ତପସ୍ୱୀ କହିଲେ, ମହାତ୍ମନ୍, ରାଜାଙ୍କ ପ୍ରତି ଆପଣଙ୍କର ଏତେ ଅନୁଗ୍ରହ ଥିଲାବେଳେ ଶାପଦାତା ଯେହେତୁ ଆପଣଙ୍କର ପୁତ୍ର ଏବଂ ଆପଣଙ୍କ ଶକ୍ତି ଯେହେତୁ ତାଠାରୁ ବହୁ ଗୁଣରେ ଅଧିକ, ଆପଣ ଇଚ୍ଛା କଲେ ରାଜାଙ୍କୁ ଅବଶ୍ୟ ଶାପମୁକ୍ତ କରିପାରିବେ। ଆପଣ ମହାଶକ୍ତିଧର ସମର୍ଥ ଯୋଗୀ, ଅଯଥା ଏତେ ଚିନ୍ତିତ ହେଉଛନ୍ତି କାହିଁକି? ସେହି ବୃଦ୍ଧ ଋଷିଙ୍କ ପରାମର୍ଶ ସମସ୍ତଙ୍କ ମନକୁ ପାଇଥିଲା। ସମସ୍ତେ ମିଳିତ କଣ୍ଠରେ ଯଥାର୍ଥ ଯଥାର୍ଥ ବୋଲି କହିଥିଲେ। ଶୃଙ୍ଗୀଙ୍କୁ କ୍ଷମା କରି ଚକ୍ରବର୍ତ୍ତୀଙ୍କ କଲ୍ୟାଣ ବିଧାନ ନିମନ୍ତେ ସେମାନେ ଶମିକଙ୍କୁ ବଡ଼ ବିନୀତ ଭାବରେ ନିବେଦନ କରିଥିଲେ। ସହାସ ବଦନ ଶମିକ ନେତ୍ର ମୁଦ୍ରିତ କଲେ। ପରୀକ୍ଷିତଙ୍କ ଭୂତ ଭବିଷ୍ୟତ ଉପରେ ସେ ଯୋଗଦୃଷ୍ଟି ସଞ୍ଚାର କରୁଥିଲେ। ଜନ୍ମାନ୍ତର କର୍ମଫଳ ହେତୁରୁ ନା କୌଣସି ଅବାନ୍ତର ଫଳ ଯୋଗୁଁ ପରୀକ୍ଷିତ ଏପରି ଆଚରଣ କଲେ, ତାହା ବିଚାର କରି ସେ ଜାଣିଲେ ଯେ ରାଜା ତକ୍ଷକ ଦଂଶନରେ ଜୀବନ ହରାଇବା ସୁନିଶ୍ଚିତ, ତାହା ଅନିର୍ବାର୍ଯ୍ୟ। ଏ ପ୍ରକାର ବିଧିବିଧାନ ଖଣ୍ଡନ କରିବାର ପ୍ରୟାସ କରିବା ଅର୍ଥ ଈଶ୍ୱର ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିବା। ଜନ୍ମାନ୍ତର କର୍ମଫଳ ହିଁ ଶୃଙ୍ଗୀ ମନରେ ସାପଦାନ ସଂକଳ୍ପ ସୃଷ୍ଟି କଲା ଏବଂ ପରୀକ୍ଷିତଙ୍କ ମନରେ ଦୁର୍ବୁଦ୍ଧି ଜାତ କଲା। ଶମିକ ଉପଲବ୍ଧି କରିପାରିଥିଲେ ଯେ ସର୍ବସଂକଳ୍ପ ସିଦ୍ଧିଦାତା ପରମେଶ୍ୱର କେବଳ ଏ ବିଧାନ ଆନ କରିବା ପାଇଁ ସମର୍ଥ, ଅନ୍ୟମାନଙ୍କ ଦ୍ୱାରା ଏହା ସାଧ୍ୟ ନୁହେଁ। ସେପରି ପ୍ରୟାସ କରିବା ମଧ୍ୟ ଅହଙ୍କାର ପ୍ରଣୋଦିତ ହେବା ସଙ୍ଗେ ସମାନ। ଅହଙ୍କାର ଋଷି ଜୀବନର ପରମ ଶତ୍ରୁ। ଶମିକ ତାକୁ ପ୍ରଶ୍ରୟ ଦେଇ ପାରିନଥାନ୍ତେ। ସୁତରାଂ ସେ କେତେ ଶକ୍ତିଧର ହେଲେ ମଧ୍ୟ ରାଜାଙ୍କୁ ଶାପମୁକ୍ତ କରିବା ଚିନ୍ତା ସେ କରିନଥିଲେ। ତଥାପି ଯତ୍ କିଞ୍ଚିତ୍ ହେଉ ପଛେ ରାଜାଙ୍କୁ ବିହିତ ଭାବରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଶମିକ ନେତ୍ର ମେଲି ଚାରିଆଡ଼କୁ ଚାହିଁଲେ। ସେହି ସମାବେଶ ଭିତରୁ କାର୍ଯ୍ୟଦକ୍ଷ ଜଣେ ଶିଷ୍ୟଙ୍କୁ ନିକଟକୁ ଡାକି କହିଲେ, ବତ୍ସ, ତୁମକୁ ଏହି କ୍ଷଣି ହସ୍ତିନାପୁର ଯିବାକୁ ପଡ଼ିବ। ପ୍ରସ୍ତୁତ ହୋଇଆସ। ଶିଷ୍ୟ କରଯୋଡ଼ି କହିଲେ, ପ୍ରଭୁ, ଋଷି ଶିଷ୍ୟ ପ୍ରସ୍ତୁତିରେ ଅପେକ୍ଷା ରଖେ ନାହିଁ। ଆପଣଙ୍କ ଆଜ୍ଞା ଶିରୋଧାର୍ଯ୍ୟ କରି ମୁଁ ଏହି ମୁହୂର୍ତ୍ତରେ ଏହି ସ୍ଥାନରୁ ହିଁ ହସ୍ତିନାପୁର ଯାତ୍ରା କରିବି। ମୋତେ ଆଦେଶ କରନ୍ତୁ। ଶମିକ ଆସନ ଛାଡ଼ି ଉଠିଲେ ଏବଂ ଶିଷ୍ୟକୁ କୁଟୀର ଭିତରକୁ ନେଇ ରାଜାଙ୍କୁ ଯାହା ସନ୍ଦେଶ ଦେବାର କଥା ତାହା ଭଲ ଭାବରେ ବୁଝାଇ ଦେଲେ। ଶିଷ୍ୟ ଶମିକଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ହସ୍ତିନାପୁର ଅଭିମୁଖେ ଯାତ୍ରା କଲେ। ମହାରାଜ ପରୀକ୍ଷିତ ମୃଗୟାରୁ ଫେରି କିଛି କାଳ ବିଶ୍ରାମ କଲା ପରେ ଉଠିବା ସଙ୍ଗେ ସଙ୍ଗେ ଆଶ୍ରମରେ କରିଥିବା ମହାପରାଧ ତାଙ୍କୁ ପରିତାପରେ ଦଗ୍ଧ କରୁଥିଲା। କି ମତିଭ୍ରମ ତାଙ୍କର ନ ଘଟିଲା? ସେ ପ୍ରଜାରକ୍ଷକ, ରାଜଚକ୍ରବର୍ତ୍ତୀ, ସେ ପୁଣି ଜଣେ ତପୋଧନଙ୍କୁ ସେଭଳି ଅପମାନ ଦେଇପାରିଲେ? ଏହା ମହାପାପ। ତାର ଉପଯୁକ୍ତ ପ୍ରତିକାର କ'ଣ ହେଇପାରେ? ପୁଣି ଥରେ ଆଶ୍ରମକୁ ଯାଇ ଋଷିଙ୍କୁ କ୍ଷମାଭିକ୍ଷା କରିବେ ନା ତାଙ୍କର ଦଣ୍ଡ ମୁଣ୍ଡପାତି ନେବେ? କ'ଣ ସେ କରିବେ? ଏପରି ଭାବରେ ଆନ୍ଦୋଳିତ ହେଉଥିବା ସମୟରେ ଜଣେ ଦ୍ୱାରପାଳ ଆସି ତାଙ୍କ ସମ୍ମୁଖରେ କରଯୋଡ଼ି ଉଭା ହେଲା। ମହାରାଜା ତାକୁ ଦେଖି କାରଣ କ'ଣ ବୋଲି ପଚାରିବାରେ ସେ କହିଲା, ମହାରାଜ, ଶମିକ ମହର୍ଷି ଦ୍ୱାରା ପ୍ରେରିତ ଜଣେ ଋଷି କୁମାର ଆପଣଙ୍କର ଦର୍ଶନ ପ୍ରାର୍ଥୀ। ମହର୍ଷିଙ୍କ ପାଖରୁ କିଛି ଜରୁରୀ ସନ୍ଦେଶ ନେଇ ଆସିଛନ୍ତି। ଆପଣଙ୍କ ସନ୍ନିଧିକୁ ଆସିବା ଲାଗି ସେ ବଡ଼ ଆତୁର। କ'ଣ ତାଙ୍କୁ କହିବି, ମୋତେ ଆଦେଶ କରନ୍ତୁ। ମହାରାଜା ପରୀକ୍ଷିତ ଏକ ସୁରମ୍ୟ ପଲଙ୍କ ଉପରେ ତକିଆ ଉପରେ ଆଉଜି ବସିଥାନ୍ତି। କୋମଳ ତଳ୍ପର ଶୁଭ୍ର ଆଚ୍ଛାଦନ ଉପରେ ମଲ୍ଲି ପୁଷ୍ପ ବିଛାଡ଼ି ପଡ଼ିଥାଏ। ଭୃତ୍ୟ ମୁଖରୁ ସମ୍ବାଦ ଶୁଣି ସେହି ମଲ୍ଲି ପାଖୁଡ଼ାଗୁଡ଼ିକ ତାଙ୍କ ଦେହକୁ ନିଆଁ ଝୁଲ ଭଳି ଲାଗିଲା। ମନେ ହେଉଥିଲା
से जेपरी पलंक उपरे बसी नांती, बसिचंती एक सर्प शय्यारे। सर्पर फँ फँ शब्द तांको कानरे बाजुथिला, सते जेपरी से आघात करिबा लगी समुद्यत। परीक्षित एक लंफ देई पलंकरू उल्लई आसिले। द्वारपाल को पाखक डाकी पचारिले, ऋषि कुमार कौन कहिला? से चिंतित जना जाउछंती कि तांकर मुहरे क्रोधर लक्षण प्रकाश पाउछि ना आनंद और शांतिर प्रसन्नता फुटी उठुछि। एपरी भावरे उत्तर पई अपेक्षा न करी से प्रश्न पर प्रश्न पचारि जाउथांती। विनय बनत द्वारपाल उत्तर कला, राजाधिराज से ऋषि कुमार परम शांतमूर्ति, से महाराजंकर जय जयकार करुछि। क्रोधर कौनसी लक्षण चिन्ह ता मुहरे नाही। एते बेलକୁ परीक्षित एक प्रकार स्थिर चित्त हेलेणी। ऋषि पुत्र को से की उत्तर देई आसीछि बोली पचारिबारे द्वारपाल कहिला, प्रभु मुसे विप्रतम को कहिली जे महाराजा क्लांत होई अरण्यरू फेरिछंती। से विश्राम करी उठिला परे मु तुमर आगमन संवाद तांकु देबी। परीक्षित पुणी पचारिले, तोर कथा शुणी से कौन कहिला? द्वारपाल उत्तर कला, प्रभु ऋषि कुमार कहिले जे छामुक दर्शन निमंते से बड़ व्यग्र। से खूब जरूरी किछि संवाद तांको गुरुंको निकटरू धरी आसिछंती एवं तेणे प्रति मुहूर्तरे तांको गुरुदेव तांकर प्रत्यावर्तन प्रतीक्षा करुछंती। जेते चंचल राजांक दर्शन मिलिबो सेते भल। रही रही से राजांक मंगल हेउ ध्वनि करुछंती। मु तांको उन्नत आसन ग्रहण करिबा पई अनुरोध करिथिली, किंतु से द्वार देशरे दंडायमान होई प्रति मुहूर्तरे आपणक डाकरा प्रतीक्षा करुछंती। परीक्षित नेत्रर आनंदाश्रु पोछि देई किरीट मंडित राज परिच्छेद कथा भूली जाई एक वस्त्ररे नग्न तथा तुरित पदरे ऋषि कुमार पाखरे जाई पहुँचिले। ऋषि कुमारंकु साष्टांग प्रणिपात करी राजा तांको हाथ धरी भितर को नहीं गले। तांको उन्नत आसन रे बसाई निजे भूमि उपरे बसी तांकर शुभागमनर कारण पुछा कले। मुनि कुमार कहिले, राजन मोर गुरुदेव शमीक महर्षि आपण को प्राणपूर्ण भावरे आशीर्वाद करी किछि जरूरी विषय आपण को जणैबा निमंते मोते आदेश दैछंती। एतिकी कहिला बेलकु ऋषि कुमार नेत्ररू लुह गड़ी जाउथला। से ताहा पोछुतुवा देखि राजा बड़ आतुर भावरे कहिले, ऋषिपुत्र से विषय कौन मते आ विलंब न करी कुह। मो द्वारा जदि किछि करा जिवार थाए मु सेथिलागि प्राणपात मध्य करिबाकु प्रस्तुत अछि। जदि मो राज्य उपरकु कौनसी दुर्दिन आसीबार अछि तार प्रतिकार सूचित कले ताहा शिरोधार्य करी मु उपयुक्त व्यवस्था ग्रहण करिबी। ऋषिपुत्र कहिले, राजन आपणक राज्य किंबा महाऋषि मानक उपरे कौनसी प्रमाद पड़ी नहीं, पड़िबार आशंका नहीं, किंतु आपणक उपरकु खूब शीघ्र अशुभ घटी आसुछि। ऋषि कुमारंक मुहरु एपरी संकेतपूर्ण वचन शुणी परीक्षित कहिले, ऋषिपुत्र मु धन्य। महाऋषि माने ओ मोर प्रजा माने शुभरे थिले मोर कौनसी अशुभ घटिले चिंता नहीं। सेमानंकर सुख शांति ही मोर उच्छ्वास निश्वास। तुमर गुरुदेव की संदेश पठैछंती मते वर्तमान कुह। मुनि शिष्य उत्तर देले, महाराज अज्ञान रे फलाफल विचारहीन भावरे जिउ एक महाअपराध घटी जाइछि सेथिलागि मोर गुरुदेव बड़ चिंतित। सेही विषय आपनकु ज्ञात करिबा निमंते मोते एठाकु पठेबार एकमात्र कारण। परीक्षित आतुर भावरे पचारिले, ताहा की प्रकार अपराध किए कला दयापूर्वक मते विशद भावरे कुह। ऋषिपुत्र उत्तर देले, महाराज मोर गुरुपुत्र श्रृंगी बयसरे से बालक हेले मध्य अविचल पितृभक्ति जोगु से महाशक्तिधर। पिता ही तांकर भगवान एवं पितांक योगक्षम ही तांकर ध्येय। पितांक मर्यादारे आंच आसीबा तांक पक्षरे असह्य। आपण आश्रम को जाई केउ कारणरू आपणकर सेपरी बुद्धि जात हैला केजाणी श्रृंगींग पितृदेव ओ मोर परमाराध्य गुरुदेव शमीक महर्षिंक कंठरे गोटे मृत सर्प लंबाई दे आसिले। केतेजन मुनि कुमार ताहा देखि दौड़ी जाई अन्य केते ऋषि कुमारंक संगे क्रीडारत श्रृंगी को जणाइले। प्रथमे श्रृंगी विश्वास न करी पूर्व भली क्रीडामग्न रहिले मध्य
ଖବର ଦେଇଥିବା ଋଷି କୁମାର ମାନେ ଛାଡ଼ି ନଥିଲେ। ବାରମ୍ବାର ସେ ବିଷୟ କହି ତାଙ୍କର ପିତା ତେଣେ ଅପମାନିତ ହୋଇଥିଲା ବେଳେ ସେ ନିର୍ଲଜ ଭାବରେ ଖେଳରେ ମାତିଛନ୍ତି ବୋଲି ସେମାନେ ଉପହାସ କରିଥିଲେ। ଶେଷରେ ଶୃଙ୍ଗୀ ଉତ୍ତେଜିତ ଭାବରେ ଦୌଡ଼ି ଯାଇ ପିତାଙ୍କ ଅବସ୍ଥା ଦେଖି ଋଷି କୁମାରଙ୍କ କଥାର ସତ୍ୟତା ହୃଦୟଙ୍ଗମ କଲେ। ଶୃଙ୍ଗୀ କୁଟୀର ବାହାରକୁ ଆସି ଆପଣ ଅଦୂରରେ ବନପଥ ଦେଇ ଚାଲି ଯାଉଥିବା ଦେଖିବାକୁ ପାଇଥିଲେ। କ୍ରୁଦ୍ଧ ଶୃଙ୍ଗୀ ବିହିତ ବିଚାର ନ କରି ବାଲ୍ୟ ଚପଳତା ବଶତଃ ଆପଣଙ୍କୁ ଶାପ ଦେଲେ। ସେଥିଲାଗି ମୋର ଗୁରୁଦେବଙ୍କର ଦୁଃଖ ଅନପନୀୟ ହୋଇ ଉଠିଛି। ଉତ୍କଣ୍ଠିତ ପରୀକ୍ଷିତ ପ୍ରଶ୍ନ କଲେ, ମୁନିକୁମାର ଶୃଙ୍ଗୀ ମୋତେ କ'ଣ ବୋଲି ଶାପ ଦେଇଛନ୍ତି? ଋଷି କୁମାର କହିଲେ, ମହାରାଜ, କିପରି କହିବି ମୁଁ ବୁଝିପାରୁନାହିଁ। ମୋର ବାକ୍ୟ ସ୍ଫୂର୍ତ୍ତି ହେଉନାହିଁ। ଗୁରୁ ଆଜ୍ଞା ହେତୁରୁ କହିବାକୁ ବାଧ୍ୟ ହେଉଛି। ମୋର ଗୁରୁକୁମାର ଆପଣ ପଳେଇ ଯାଉଥିବା ଲକ୍ଷ୍ୟ କରି ତତ୍କ୍ଷଣାତ୍ ଏକ ଗଣ୍ଡୁଷ ଗଙ୍ଗା ଜଳ ନିକ୍ଷେପ କରି କହିଲେ, ଆଜିଠାରୁ ସପ୍ତମ ଦିନରେ ତୋତେ ତକ୍ଷକ ଦଂଶନ କରିବ। ଏହି ଭୟଙ୍କର ଶାପ କଥା କହିଲା ବେଳେ ଶମିକ ଶିଷ୍ୟ ନେତ୍ରରୁ ଲୁହ ବହିଯାଉଥିଲା। ସସ୍ମିତ ବଦନ ପରୀକ୍ଷିତ କହିଲେ, ମୁନି ଶିଷ୍ୟ, ତମେ ଭାବିତ ହୁଅ ନାହିଁ। ଏହା କ'ଣ ଶାପ? ତକ୍ଷକ ମୋତେ ଦଂଶନ କରିବ, ତାହା ମଧ୍ୟ ସପ୍ତମ ଦିନରେ। ଏହା ମହାବରପ୍ରସାଦ ସିନା, ଅଭିଶାପ ନୁହେଁ। ଏହା ମୋ ପ୍ରତି ଶୃଙ୍ଗୀଙ୍କର ଅନୁଗ୍ରହ। କାହିଁକି କହିଲେ, ନିରନ୍ତର ରାଜକର୍ମରେ ନିମଗ୍ନ ରହି ଜୀବନର ପରମ ଲକ୍ଷ୍ୟ ଦୈବ କାର୍ଯ୍ୟରେ ମୁଁ ଅବହେଳା କରିଛି। ସେଥି ହେତୁରୁ ସେ କରୁଣାସାଗର ହରି ଋଷି କୁମାର ମୁଖରେ ଏପରି କୁହାଇଛନ୍ତି। ସେତିକି କେବଳ ନୁହେଁ, 7 ଦିନ ସମୟ ମଧ୍ୟ ଦେଇ ଅନୁଗ୍ରହ କରିଛନ୍ତି। ଏହି 7 ଦିନ ଗୋଟିଏ ମୁହୂର୍ତ୍ତ ସୁଦ୍ଧା ବୃଥା ନ କରି କେବଳ ଶ୍ରୀହରି ଚିନ୍ତନରେ ମୁଁ କାଳାତିପାତ କରିବା ପରମେଶ୍ୱରଙ୍କ ମଙ୍ଗଳ ଉଦ୍ଦେଶ୍ୟ ବୋଲି ଏଥିରୁ ବୁଝାଯାଉଛି। ମୁଁ ଧନ୍ୟ। ଏହି ମୁହୂର୍ତ୍ତରୁ ଶ୍ରୀହରିଙ୍କ ଚରଣାମ୍ବୁଜ ଆଶ୍ରୟ କରି ତାଙ୍କ ଚିନ୍ତନରେ ମୋର କାଳ ଓ କାୟ ଅର୍ପଣ କରୁଛି। ତୁମ ଗୁରୁଦେବ ଆଉ କ'ଣ କହିଛନ୍ତି? ଦୟାପୂର୍ବକ ମୋତେ କହି ମୋର କୌତୂହଳ ନିବୃତ୍ତ କର। ମୁନି ଶିଷ୍ୟ କହିଲେ, ମହାରାଜ, ଆପଣ ଧର୍ମାତ୍ମା ଓ ହରିଭକ୍ତ। ଆପଣଙ୍କ ଭଳି ଜଣେ ପବିତ୍ରାତ୍ମାଙ୍କୁ ତାଙ୍କର ପୁତ୍ର ଏପରି କଠୋର ଶାପ ଦେବା ମୋର ପୂଜ୍ୟ ଗୁରୁଦେବ ରାଜଦ୍ରୋହ ବୋଲି ଧରି ନେଇଛନ୍ତି। ସେ ଶାପ ଯେପରି ଆପଣଙ୍କ ପ୍ରତି ନ ଖଟେ, ସେଥିଲାଗି ଉପାୟ ଖୋଜିବାକୁ ଯାଇ ସେ ଯୋଗଦୃଷ୍ଟିରେ ଆପଣଙ୍କର ଭୂତ ଓ ଭବିଷ୍ୟ ଦେଖିଥିଲେ। ଭବିଷ୍ୟତରେ ଆପଣ ସର୍ପଦଂଶନ ଫଳରେ ଦେହତ୍ୟାଗ କଲେ ସୁଦ୍ଧା ଆପଣଙ୍କର ପରମପ୍ରାପ୍ତି ଘଟିବ ଏବଂ ତାହା ଜୀବନର ଚରମ ସାର୍ଥକତା ଜାଣି ସେ ଶାପ ଖଣ୍ଡନ କରି ସେପରି ପ୍ରାପ୍ତିର ପଥରୋଧ କରିବା ପାପ ହେବ ବୋଲି ଆପଣ ଭଗବତ ସାନ୍ନିଧ୍ୟ ପ୍ରାପ୍ତ ହୁଅନ୍ତୁ, ଏ ଆଶୀର୍ବାଦ ଦେଇ ଏକଥା ଆପଣଙ୍କୁ ଜଣେଇବା ଲାଗି ମୋତେ ପଠାଇଛନ୍ତି। ମୋ କାମ ସରିଛି। ବିଦାୟ ଦେଲେ ମୁଁ ଯିବି। ମୁନି କୁମାରଙ୍କୁ ପରୀକ୍ଷିତ ନମସ୍କାର କରି କହିଲେ, ମୋର ପରମ ପବିତ୍ର ପ୍ରାପ୍ତିର ପଥ ଏପରି ଅନାୟାସରେ ଉନ୍ମୁକ୍ତ କରିଥିବାରୁ ମୋର ଆନ୍ତରିକ ଧନ୍ୟବାଦ କୁମାର ଶୃଙ୍ଗୀ ଓ ମୁନିବର ଶମିକଙ୍କୁ ଜଣାଇଦେବ। ଶମିକ ଶିଷ୍ୟ ଆଶ୍ରମକୁ ଫେରି ସମସ୍ତ କଥା ମୁନିବରଙ୍କୁ ଜଣାଇଥିଲେ। ଏଦିଗେ ମହାରାଜା ପରୀକ୍ଷିତ ପରମ ଉଲ୍ଲାସରେ ଅନ୍ତପୁର ବହିର୍ଦ୍ୱାରରେ ରହି ତାଙ୍କର ପୁତ୍ର ଜନ୍ମେଜୟଙ୍କୁ ଆଣିବା ଲାଗି ଖବର ଦେଲେ। ପିତା କାହିଁକି ଡାକୁଛନ୍ତି ବୋଲି ଜନ୍ମେଜୟ ଯେଉଁଠାରେ ଥିଲେ ସେଠାରୁ ସିଧାସଳଖ ଦୌଡ଼ି ଆସି ପରୀକ୍ଷିତଙ୍କ ପାଖରେ ପହଞ୍ଚିଲେ। ତଦୁପରି ପରୀକ୍ଷିତ ଜଣେ ବୃଦ୍ଧ ବ୍ରାହ୍ମଣଙ୍କୁ ଡକାଇ ତାଙ୍କ କକ୍ଷରେ ପଲଙ୍କ ଉପରେ ଥିବା କିରୀଟ ଆଣିବାକୁ କହିଲେ। ସେହି କ୍ଷଣରେ ସେ କିରୀଟ ଜନ୍ମେଜୟଙ୍କ ଶିରରେ ସ୍ଥାପନ କରି ତାଙ୍କର ସମସ୍ତ ଭାର ସେହି ବୃଦ୍ଧ ବ୍ରାହ୍ମଣଙ୍କ ହାତରେ ନ୍ୟସ୍ତ କଲେ। ତାପରେ ପିନ୍ଧିଥିବା ବସ୍ତ୍ର ମାତ୍ର ସମ୍ବଳ କରି ନଗ୍ନ ପଦରେ ସେ ଗଙ୍ଗା ନଦୀ ଅଭିମୁଖେ ପ୍ରୟାଣ କଲେ। ରାଜାଙ୍କ ଯାତ୍ରା ସମ୍ବାଦ କ୍ଷଣକ ଭିତରେ ରାଜନଗର ଓ ହସ୍ତିନାପୁରରେ ସର୍ବତ୍ର ସଞ୍ଚରିଗଲା। ଦଳ ଦଳ ହୋଇ ପ୍ରଜାମାନେ, ବ୍ରାହ୍ମଣମାନେ, ପୁରସ୍ତ୍ରୀମାନେ, ଅନ୍ତପୁରର ରାଣୀ ଓ ଦାସୀମାନେ, ମନ୍ତ୍ରୀମାନେ ସମସ୍ତେ ପରୀକ୍ଷିତଙ୍କ ପଥରୋଧ କରି କାନ୍ଦି କାନ୍ଦି ପାଦ ତଳେ ପଡ଼ି କେତେ କାକୁତି ମିନତି ହେଲେ ମଧ୍ୟ ପରୀକ୍ଷିତ ସେଥିପ୍ରତି କର୍ଣ୍ଣପାତ କରିନଥିଲେ। ମୁଣ୍ଡ ଟେକି କାହା ମୁହଁକୁ ଚାହିଁନଥିଲେ। କିଏ କ'ଣ ପଚାରିଲେ ମଧ୍ୟ ଉତ୍ତର ଦେଇନଥିଲେ। ଏକ ଲକ୍ଷ୍ୟରେ ସେ ଭାଗୀରଥୀ ତୀର ଉଦ୍ଦେଶ୍ୟରେ ଚାଲିଥିଲେ। ତାଙ୍କର ପଛେ ପଛେ ଗଜ
तुरग चंदन शिविका सहित भृत्य माने चली थांती, किंतु कौनसी प्रति से दृष्टिपात करि नाहंती। अन्न जल बिना निराहार व्रत धरी प्रति निमिष हरिनाम चिंतन करी से चाली चाली जाउथबा देखि प्रत्येकଙ୍କ हृदय विगलित होइथिला। एपरि तीव्र वैराग्यर कारण कौन जानी न पारी समस्ते आश्चर्यान्वित होइथिले। केवल नुहे नाना कथा भाबी परस्पर संगे मृदु स्वर रे कुहाकुई हेउथिले। परिशेष रे सबु विषय जना पड़िला। केते जन अनुसंधिष्ठु व्यक्ति ऋषि कुमार आसी महाराजा को देखा करिथिबा एवं राजा आयुष आ मात्र 7 दिन अछि बोली जानी पारिथिले। सी संवाद रे समस्ते मर्माहत होई पड़िथिले। प्रजा माने महाराजा निकटरे शेष मुहूर्त जाए रहिबा पई 7 दिनर रहणी निमंते विहित आयोजन करी बहु संख्यारे भागीरथी तीरकु जाइथिले एवं राजा कल्याण निमंते निरत प्रार्थनारत रहिथिले। इति मध्यरे ये संवाद अरण्याञ्चल रे मध्य व्याप्त होइथिला। सेठारु हजार संख्यारे ऋषि मुनि तपस्वी माने दंड कमंडलु सह धाड़ी धरी भागीरथी तीर रे पहुंचीथिले। गंगा तीर लोकारण्य होई जाइथिला। मने हेबो सेठारे जेपरि कोनसी मेला बसिछि। जेउ आडकु कान देले ओंकार नाम स्मरण ओ वेदोच्चारणर ध्वनि भासी आसुथिला। केतेक सापदाता ऋषि कुमारंकु निंदा करुथिले। अल्प काल मध्यरे भागीरथी तीर एते जनबहुल होई उठिथिला जे तीरर बालुकाराशी ओ गंगार जलधारा अनति दूररू दृष्टिगोचर हेउनथिला। प्रेमाश्रुरे गंडदेश प्लावित जने वर्षियान ऋषि दयाद्र चित्तरे ओ प्रीतिपूर्ण हृदय परीक्षितंकु जाई कहिले, महाराज किए केउ प्रकार कहिबा शुणी गुजब उपरे निर्भर न करी प्रकृत कथा जानिबा उद्देश्य रे यात्रा निमंते असक्त थिले मध्य मु एठारे आसी पहुंचीछि। आपणकर तीव्र वैराग्यर हेतु कौन? आपणक भली धर्मात्मा पुरुषंकु मुनि कुमार साप देवार अंतरार्थ कौन? ये रहस्य आमको बुझाई आमर संतोष विधान करंतु। प्रजा मानक दुख देखी हेबु नहीं। पितृ प्रतिम प्रभु आपण एपरी सर्वसंग परित्यागी भावरे प्रजांक शोकाकुल मिनति प्रति कर्णपात न करी सेमानकु अंतत दुईपद सांत्वना वचन न कही मौनव्रत धारण करी अन्न जल त्याग करी नदी तीर एपरी कठोर तप आचरण करिबा देखी अंतपुर स्त्री माने ओ मंत्री माने बाली रे पड़िबा माछ भली छटपट हेउछंती। राज्य रे एभली लोह कोहर झड़ तोफान सृष्टिर हेतु जेउ मुनि कुमार से समग्र मुनिकुल निमंते एक कलंक। वृद्ध ऋषिंक प्रेमपूर्ण शांत मधुर वचन रे परीक्षित नेत्र उन्मीलित कले। ऋषिंकु नमस्कार करी कहिले, महात्मन आपणक भली त्रिकालज्ञ महर्षिंक निकटरे मोर गोपन करिवार कौन बा थाई पारे। मु लुचीबाकु चाहिले मध्य आपणक दृष्टि रे ताहा लुची पारिब नाही। मृगया निमंते मु अरण्यकु जाइथिली। सेठारे गोटे मृग जूथ मोर दृष्टि रे पड़ी हठात विक्षिप्त होई गले। मोर संगे मुष्टिमेय केतेजन भृत्य जे थिले मृग मानक पछरे गोड़ाई मोठारु विच्छिन्न हो गले। मु गोटिए मृग पछरे गोड़ाई जाइथिली। केते बाट जिबा परे मृग जे केवल मोर दृष्टिर अंतराल हैला ता नुहे, मु सेतेबेलकु क्षुधा तृष्णारे बड़ आतुर हेलिणी। उपरे रौद्रताप उदर रे क्षुधा ज्वाला कौनसी मते मु गोटे आश्रम रे पहुंची पारिथिली। ताहा शमिक महर्षिंक आश्रम बोली सेठारे जानिली। कुटीर भितरकु जाई किए हेले देखा देले मोर क्षुधा तृष्णा दूर हेबो बोली आशा धरी बारंबार बहुत समय पर्यंत उच्च स्वर रे डाकिली। ना किए उत्तर देला ना कहार दर्शन मिलिला। जने तपस्वी गोटे कोणरे ध्यानस्थ थिबा देखिबाकु पाइली। फेरी आसिला बेलकु मोर पादरे कोमल किछि गोटे पदार्थ बाजिला। ताहा रज्जु मने करी गोड़रे टेकी देखिली गोटे मृत सर्प। अन्नगत प्राणर ज्वालारे अस्थिर मोर बोध हुए हिताहित ज्ञान लोप पाई जाइथिला। भ्रंश बुद्धि वशतः सेई मृत सर्प ध्यानरथ तेजवंत तपस्वींक गଳାରେ लंबाई दे राजधानी को फेरिबा मार्गरे पाद बढ़ेइली। सेही तपस्वींक पुत्र कुआडे ताहा देखी
ପିତାଙ୍କ ଅବମାନନା ସହ୍ୟ କରି ନ ପାରି ତାଙ୍କ ପିତାଙ୍କ ଗଳାର ସର୍ପ ଆଜିଠାରୁ ସପ୍ତମ ଦିନରେ ତକ୍ଷକ ରୂପରେ ସେହି ଅପକର୍ମ କରିଥିବା ବ୍ୟକ୍ତିକୁ ଦଂଶନ କରି ତାର ପ୍ରାଣ ନେଉ ବୋଲି ଶାପ ଦେଲେ। ତଦୁପରି ଶାପ ବାର୍ତ୍ତା ସେହି ଆଶ୍ରମରୁ ପାଇଲା ପରେ ମୋର ଅପରାଧ ଯେ ଅକ୍ଷମଣୀୟ ହୃଦୟଙ୍ଗମ କଲି। ମୋ ପରି ଜଣେ ଅଧର୍ମାଚାରୀ ରାଜାର ଏ ରାଜ୍ୟରେ ସ୍ଥାନ ନାହିଁ ବୋଲି ସର୍ବସଙ୍ଗ ପରିତ୍ୟାଗୀ ଭାବରେ ଅନ୍ତତଃ ଏହି 7ଟି ଦିନ ଶ୍ରୀହରି ଚିନ୍ତନରେ କାଳାତିପାତ କରିବା ସଂକଳ୍ପ କରି ଏଠାକୁ ଆସିଛି। ମୋର ଦୃଢ଼ ବିଶ୍ୱାସ ଏହା ମୋର ପରମ ସୌଭାଗ୍ୟ। ନଦୀ ତୀରରେ ସମବେତ ହଜାର ହଜାର ପ୍ରଜା, ମୁନି, ଋଷି, ଅନ୍ତପୁରର ରାଣୀ, ମନ୍ତ୍ରୀ ସମସ୍ତଙ୍କ ମନ ପ୍ରକୃତ କଥା ଜାଣି ନ ପାରି ଦୋଳାୟିତ ହେଉଥିଲା। ପରୀକ୍ଷିତଙ୍କ ମୁଖରୁ ସମସ୍ତ ବୃତ୍ତାନ୍ତ ଶ୍ରବଣ କରି ଶାପଗ୍ରସ୍ତ ମହାରାଜାଙ୍କର ଅକଲ୍ୟାଣ କିପରି ନିବାରିତ ହେବ ସେଥିଲାଗି ସମସ୍ତେ ପରମେଶ୍ୱରଙ୍କୁ ବ୍ୟାକୁଳ ଭାବରେ ପ୍ରାର୍ଥନା କଲେ। ରାଜାଙ୍କ ମୁଖର ବୃତ୍ତାନ୍ତ ଶୁଣି କେତେକ ମୁନି ବିଚଳିତ ହୋଇପଡ଼ିଥିଲେ। ଏପରି ସାମାନ୍ୟ ଅପରାଧ ଲାଗି କୌଣସି ଋଷିକୁମାର କେବେ କ'ଣ ଏଭଳି ନିର୍ମମ ଶାପ ଦେଇପାରେ? ସେ ନିଶ୍ଚୟ କୌଣସି ଋଷିକୁମାର ବେଶଧାରୀ ପ୍ରତାରକ, ଅଜ୍ଞାନ ଓ ଉନ୍ମତ୍ତ। ତାର ଶାପ ରାଜାଙ୍କ ଉପରେ ଖଟିବ କାହିଁକି? ରାଜା ଚିନ୍ତିତ ହେବା ଅନାବଶ୍ୟକ। ଶାପ ପ୍ରତି କୌଣସି ଗୁରୁତ୍ୱ ଅର୍ପଣ ନ କରି ସେମାନେ ନାନା ଭାବରେ ଆଲୋଚନା କରୁଥିବା ପରୀକ୍ଷିତ ଶୁଣୁଥିଲେ। ହାତ ଯୋଡ଼ି କହିଲେ, ହେ ମହାନୁଭବ ମୁନିବୃନ୍ଦ, ମୋ ପ୍ରତି ଗଭୀର ଅନୁକମ୍ପା ଓ ଅନୁଗ୍ରହ ହେତୁରୁ ଆପଣମାନେ ଏପରି ଭାବୁଛନ୍ତି ସିନା, ମୋର ଅପରାଧ କିଛି ସାମାନ୍ୟ ନୁହେଁ। ମହାତ୍ମାମାନଙ୍କୁ ଅବମାନନା କରିବାଠାରୁ ବଳି ପାପ ଆଉ କାହିଁ? ଅଧିକନ୍ତୁ ମୁଁ ରାଜା। ମୁଁ ଯେବେ ଏପରି ମହାପାତକ କରି ବସିଲି ତାହା କସ୍ମିନ୍ କାଳେ କ୍ଷମଣୀୟ ନୁହେଁ। ସତ୍ୟ କହିଲେ ସେହି ମୁନି ଦେବା ସାପ ନୁହେଁ, ମୋ ପକ୍ଷରେ ତାହା ମହାନ ଏକ ବରଦାନ। କିପରି କହିଲେ? ଏ ରାଜ୍ୟ ରୂପକ ପାପପଙ୍କରେ ପଡ଼ି ଭୋଗ କେବଳ ଜୀବନର ଲକ୍ଷ୍ୟ ବୋଲି ଭ୍ରାନ୍ତ ହୋଇ ଭଗବାନଙ୍କୁ ଭୁଲି ମୁଁ ପଶୁ ଜୀବନଯାପନ କରୁଥିଲି। ମୋର ସେପରି ଅବସ୍ଥାରେ ସ୍ୱୟଂ ଭଗବାନ ସେହି ଋଷିକୁମାରଙ୍କୁ ନିମିତ୍ତ ମାତ୍ର କରି ମୋତେ ଅନୁଗ୍ରହ କରିବା ଲାଗି ଏ ମାର୍ଗ ପ୍ରଦର୍ଶନ କଲେ। ଏହା ମୋର ଜନ୍ମାନ୍ତର ପୁଣ୍ୟଫଳ ସିନା, ପାପଫଳ ନୁହେଁ। ପରୀକ୍ଷିତଙ୍କ ନେତ୍ରରୁ ଆନନ୍ଦାଶ୍ରୁ ଝରୁଥିଲା। ତାଙ୍କର ପ୍ରେମାପ୍ଳୁତ ପ୍ରାଣର ଶାନ୍ତ ବଚନରେ ସମବେତ ତପସ୍ୱୀ ଓ ପ୍ରଜାକୁଳ ପୁଲକିତ ହୋଇଥିଲେ ଏବଂ ରାଜା ଯେ ତାଙ୍କର ହୃଦୟର ଭାଷା କହୁଛନ୍ତି ସେମାନେ ଉପଲବ୍ଧି କରିପାରିଥିଲେ। ପରୀକ୍ଷିତଙ୍କର ଏ ସ୍ଥିର ସଂକଳ୍ପ ଦେଖି ଜଣେ ବର୍ଷିଆନ ଋଷି ଦଣ୍ଡାୟମାନ ହୋଇ ସମବେତ ସମସ୍ତଙ୍କ ପକ୍ଷରୁ କହିଲେ, ରାଜେଶ୍ୱର, ତୁମର ବଚନ ମୁନିମାନଙ୍କ ହୃଦୟ ପାଇଁ ସୂର୍ଯ୍ୟ କିରଣ ସ୍ୱରୂପ। ଏ ପ୍ରକାର ଭାଷା ତୁମ ହୃଦୟରେ ହିଁ ସମ୍ଭବ ହୋଇପାରେ, କାରଣ ତୁମ ଦେହରେ ପାଣ୍ଡବ ରକ୍ତ ପ୍ରବାହିତ। ପାଣ୍ଡବମାନଙ୍କ ନିରୁଦ୍ଧ ଚିତ୍ତବୃତ୍ତିରେ ଭୁଲରେ ସୁଦ୍ଧା ଅଧର୍ମ ପ୍ରବେଶ କରିବାର ଅବକାଶ ନଥିଲା। ସେମାନେ ନିରନ୍ତର ଶ୍ରୀହରିଙ୍କ ଶ୍ରୀଚରଣ ଆଶ୍ରୟ କରି ତାଙ୍କର ଆଜ୍ଞା କେବଳ ପାଳନ କରୁଥିଲେ। ପରିଶେଷରେ ସେହି ଶ୍ରୀହରି ଶ୍ରୀକୃଷ୍ଣ ସ୍ୱଧାମ ପ୍ରତ୍ୟାବର୍ତ୍ତନ କରିବା ସମ୍ବାଦ ପାଇବା ମାତ୍ରେ ପାଣ୍ଡବମାନେ ତୀବ୍ର ବୈରାଗ୍ୟ ଭରେ ରାଜ୍ୟ ତ୍ୟାଗ କରି ଉତ୍ତରଖଣ୍ଡକୁ ପ୍ରୟାଣ କରିଥିଲେ। ସେପରି ଉତ୍ତମାଧିକାରୀଙ୍କ ସନ୍ତତି ହୋଇଥିବା ହେତୁରୁ ତୁମେ ମଧ୍ୟ ସେପରି ପବିତ୍ର ମାର୍ଗ ଅନୁସରଣ କରୁଛ। ବୟୋଜ୍ୟେଷ୍ଠ ଋଷି ପରୀକ୍ଷିତଙ୍କ ପବିତ୍ର ବଂଶ ପରମ୍ପରାର ଭୂୟସୀ ପ୍ରଶଂସା କରି ରାଜ ସଂକଳ୍ପ ସିଦ୍ଧ ହେଉ ବୋଲି ଆଶୀର୍ବାଦ କରି ଆସନ ଗ୍ରହଣ କରିଥିଲେ। गिरिधर गोपाला हे 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 गिरिधर गोपाला
माधव मुरहर मधुर मनोहर गिरिधर गोपाल गिरिधर गोपाला माधव मुरहर मधुर मनोहर गिरिधर गोपाल मुरहर मधुर मनोहर हे गिरिधर गोपाला 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 माधव मुरहर मधुर मनोहर गिरिधर